ବନ୍ଦନୀୟ ଗୁରୁ ଶ୍ରୀ ଅରବିନ୍ଦ ପ୍ରିୟ ପ୍ରଭୁ ଅତି ମାନସର ଜ୍ୟୋତି ଭାସ୍କର ପ୍ରେମର ପ୍ରଣତି ନିୟ ତୁମେ ନିଖିଳ ବନ୍ଦନୀୟ ଦିବ୍ୟ ଜୀବନ ଲାଗି ତୁମେ ଅବଚେତନାର ରୁଦ୍ଧ ଦୁଆରେ ସଜରେ ଦେଇଛ ଭାଙ୍ଗି ଅଶେଷ ଯାତନା ସହି ତୁମେ ନିଶେଷ କରି ନରକର ଲୀଳା ସ୍ୱର୍ଗ କଲଏ ମହି ପ୍ରତି ଅନ୍ତର ତଳୁ କୃତଜ୍ଞତାର ଅଶେଷ ପ୍ରଣାମ ନିୟ ତୁମେ ନିଖିଳ ବନ୍ଦନୀୟ ଗୁରୁ ଶ୍ରୀ ଅରବିନ୍ଦ ପ୍ରିୟ। ପ୍ରିୟ ଭାଇ ଭଉଣୀ ମାନେ ମୋର शुभेच्छा बंदे मातरम प्रणाम। टिकी भौणी को मोर स्नेह शुभेच्छा। यही मास परम प्रभु श्री अरविंदर जन्ममास। हठात आज संध्या 5:30 आस्था अनुरोध कले किसी कहवाई तेणु अनुभव कली हृदय प्रेरणा आसला जे प्रभुंकर से आलिपुर जेल कहानी एवं जहाँकि से उत्तरपड़ा भाषण रे 30/5/1909 देइथिले तार किसी व्यक्त करी जहाँकि आम प्रभुंकर चेतना उद्बुद्ध हवा प्रभुंकर गुणगान करवा जन्म मासरे 1908 मसीहा मे 4 तारिख शुक्रवार मते गिरफ करागला। प्रभु एटा कहउछथि 1908 मसीहा मे 4 तारिख शुक्रवार मते गिरफ करागला। 1 वर्ष कारावास मो पाई आश्रमवास हृदय नारायण को दर्शन निमित्त अनेक दिन प्रबल चेष्टा करी मोर 3टी पागलामी रही जहाँकि आम जानू प्रभु 1905 रे अगस्ट लिखी स्त्री मृणाली पाखक जे मो 3टी पागलामी अच्छी। प्रथम पागलामी मु जहाँ अर्थ पाऊँची ता 16 आना मु खर्च करुच्ची प्राय 12 पैसा 4 पैसा कारण 10 मार सेवा करुच्ची तोर प्रवृत्ति करुच्ची एवं 2 रे कहउचंती जे मु जदि भगवान अच्छी ताहले मु सीधा सहित देखाबी एवं तृतीय कहउचंती मो देश भारत माटी गुड़ी पत्थर जंगल समार नुहे माँ हूँ भारत हूँ मोर माँ भारत हूँ मोर शक्ति ब्रिटिश सरकार ता उपरे छुरी भूसी रक्तपान करी मु कौन नीरव रही यही जो द्वितीय पागलामी जदि भगवान अच्छा मु सीधा देखाबी जोटा घटी से द्वितीय पागलामी भगवान अच्छा निश्चय सहित देखा हम। इफ गॉड एक्जिस्ट आई मस्ट सी हिम डायरेक्टली। भाई भौणी माने यही वर्ष आम लगी गोटे परम सौभाग्य अगस्ट 15 कारण अगस्ट 15 रे श्रीकृष्ण जन्म पुणी प्रभु श्री अरविंद जन्म तिथि सामान राशि मध्य सामान आम बहुत सौभाग्य जे प्रभुंकर जन्मदिन रे श्रीकृष्ण जन्मदिन पालन करिसे। मुजाफर बोमा केस मामला रे मते भोर 5 गिरफ करागला। सेतेबेले मते लाल बाजार हाजत को निया गला। मो विश्वास भगवान प्रति सांगे सांगे भांगी पड़ा। भगवान कौन उद्देश्य मु जानी पारिली नहीं। मु दुख रे भांगी गली हृदय रे कांदिली। Am I committed any wrong? I have fight for my country. Is there any I committed wrong? हे भगवान मते कहीं तुम एते कष्ट देल। हृदय रे कांदुचंती परम प्रभु जेल भितरे। मु विश्वास करिथिली जे देशवासी कार्य करी मोर लक्ष्य थिला से कार्य संपूर्ण हेबो पर्यंत तुमे मते रक्षा करिवो। जहाँ थिला तांकर कैम्ब्रिज विश्वविद्यालय माने लेफ्टिनेंट जनरल भारत मजलिस
ଏବଂ ଆଇସିଏ ଚାକିରି ଛାଡ଼ି ଯୋଉ କାର୍ଯ୍ୟ ସେ କରୁଥିଲେ ଆସିକରି ଭାରତର ସ୍ୱାଧୀନତା ପାଇଁ ମୁଁ ବିଶ୍ୱାସ କରିଥିଲି ଯେ ଦେଶବାସୀଙ୍କ ପାଇଁ କାର୍ଯ୍ୟ କରିବି। ମୋର ଲକ୍ଷ୍ୟ ଥିଲା ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ପର୍ଯ୍ୟନ୍ତ ତୁମେ ମୋତେ ରକ୍ଷା କରିବ। ତାହେଲେ ମୁଁ ଏଠାରେ କାହିଁକି? ହ୍ୱାଇ ଗଡ୍ ଆଇ ଏମ୍ ହିୟର। ମୋତେ ମୋ ବିରୁଦ୍ଧରେ ଏପରି ଅଭିଯୋଗ କାହିଁକି? ସାମାନ୍ୟ ଗୋଟେ ମୁଜାଫର କେସରେ ଆକ୍ଚୁଆଲି ବମ୍ ଟା ପକେଇବା କଥା ମାଜିଷ୍ଟ୍ରେଟ ପାଖରେ, କିନ୍ତୁ ପଡୁ ପଡୁ ସେଇ ବମ୍ ଟା ପଡିଗଲା ନିରୀହ ଦୁଇଟି ବ୍ରିଟିଶ ମହିଳା ଛୁଆଙ୍କ ଉପରେ, ଯାହା ଫଳରେ ବ୍ରିଟିଶ ସରକାର ସବୁକିଛି ସନ୍ଧାନ କରି ଭାବିଲା ଯେ ୟାର ମାଷ୍ଟର ମାଇଣ୍ଡ ହଉଛନ୍ତି ମେନ୍ ହଉଛନ୍ତି ଶ୍ରୀ ଅରବିନ୍ଦ। ମୋ ବିରୁଦ୍ଧରେ ଏପରି ଅଭିଯୋଗ କାହିଁକି? ଦିନେ ଦୁଇ ଦିନ ବିତି ଯିବା ପରେ ଏକ ଅନ୍ତର ଦେଶରୁ ବାଣୀ ଆସିଲା, ୱେଟ୍ ଆଣ୍ଡ ସି। ପ୍ରଭୁ ଏଟା କହୁଛନ୍ତି ସେଇ ଭାଷଣରେ। ଦିନେ ଦୁଇ ଦିନ ପରେ ଜେଲ ଭିତରେ ଥିବା ପରେ ଅନ୍ତର ପ୍ରଦେଶରୁ ବାଣୀ ଆସିଲା, ୱେଟ୍ ଆଣ୍ଡ ସି। ଧୈର୍ଯ୍ୟ ଧର ଏବଂ ଦେଖ। ମୁଁ ଶାନ୍ତ ହୋଇ ଅପେକ୍ଷା କରି ବସିଲି। ତାପରେ ମୋତେ ଆଲିପୁର ଜେଲ ସେଇ ମୋର କାରାବାସ ଆଶ୍ରମାସରେ ପରିଣତ ହେଲା। ତାପରେ ମୋତେ ଆଲିପୁର ଜେଲ ସେଇ ମୋର କାରାବାସ ଯାହାକି ଆଶ୍ରମାସରେ ପରିଣତ ହେଲା। 9 ଫୁଟ ଲମ୍ବା 5 ଫୁଟ ଚଉଡା ଜେଲକୁ ନିଆଗଲା। 1 ମାସ ନିରୋଳାରେ ରଖାଗଲା। ଭାଇ ଭଉଣୀ ମାନେ, ମେ ମାସ ଖରା ଦିନ କି ଦୁର୍ଦିନ ସେଇ ଘରେ କହୁଥିବେ ଏମିତି ବିଷ୍ଠା ପଡିଥିବ 2-4 ଦିନ ମାନ୍ତର ଆସି ସଫା କରିବନି। ବାଲ୍ଟିଏ ପାଣିରେ ସେଇ ପାଣିରେ ସ୍ୱଚ୍ଛ ହେବେ, ସେ ପାଣି ପିଇବେ, ସେଇ ପାଣିରେ ଗାଧେଇବେ, ସେ ପାଣିରେ ସବୁ କରିବେ। ଏବଂ ଗୋଟେ 2ଟି ବାଟି ଥିଲା, ସେ ବାଟିରେ ଗାଧେଇବେ, ସେ ବାଟିରେ ଖାଇବେ। ଗୋଟେ ପାତ୍ର ଥିଲା, ଆଲୁମିନିୟମ ପାତ୍ର। ତାପରେ ମୋତେ ଆଲିପୁର ଜେଲ ସେଇ ମୋର କାରାବାସ ଯାହାକି ଆଶ୍ରମାସ 9 ଫୁଟ ଲମ୍ବା 5 ଫୁଟ ଚଉଡା ସେଲକୁ ନିଆଗଲା। 1 ମାସ ନିରୋଳାରେ ରଖାଗଲା। ଗିରଫଦାରୀ 1 ମାସ ପୂର୍ବରୁ ମୁଁ ଗୋଟେ ଆଦେଶ ପାଇଥିଲି। ସେ ଆଦେଶ ହେଲା ସବୁ କାର୍ଯ୍ୟ ଗୋଟାଏ ପାଖରେ ରଖିଦେଇ ନିଜର ଅନ୍ତର ଦୃଷ୍ଟିପାତ କରି ତାଙ୍କ ସଙ୍ଗେ ଘନିଷ୍ଠ ଏକୀଭୂତ ହେବା ପାଇଁ। ଭଗବାନ ମୋତେ ନିର୍ଦ୍ଦେଶ ଦେଉଛନ୍ତି, ସବୁ ଦୁଃଖକୁ ତୁ ଗୋଟେ ପଟେ କରିଦେ ଏବଂ ମୋ ସାଙ୍ଗରେ ଏକନିଷ୍ଠ ହେ। ଦୁର୍ବଳତା ଯୋଗୁଁ ସେଇ ଆଦେଶ ଗ୍ରହଣ କରିପାରିନଥିଲି। ମୋର ଜଣା ନାହିଁ କାର୍ଯ୍ୟ କରିବା, ମୋର ଦେଶ ପାଇଁ କାର୍ଯ୍ୟ କରିବା ଅତି ପ୍ରିୟ ଥିଲା। ଅନ୍ତରେ ଗର୍ବ ଭାବୁଥିଲି, ମୁଁ ରହିଗଲେ ମୋ ଦେଶର କାର୍ଯ୍ୟ କିପରି ହେବ, ମୋ ଦେଶର ସ୍ୱାଧୀନତା କିପରି ହେବ, ମୋ ଜାତି କିପରି ଉଠିବ। ନିଷ୍ଫଳ ହେବ, ବନ୍ଦ ହୋଇଯିବ ମୋ ଆନ୍ଦୋଳନ। ଅତେ ମୁଁ କାର୍ଯ୍ୟ ଛାଡ଼ିବି ନାହିଁ। ମୋର ମନେ ହେଲା ଯେପରି ପୁନର୍ବାର ମୋତେ କହିଲା, ଯେଉଁ ବନ୍ଧନ ଭାଙ୍ଗିବାର ଶକ୍ତି ତୋର ନିଜର ନଥିଲା, ସେ ବନ୍ଧନ ଆମେ ତୋତେ ଭାଙ୍ଗିବା ପାଇଁ ଏଇ ପ୍ରୟାସ କରିଛୁ। ଦେଖନ୍ତୁ ଭଗବାନ ଏଟା କହୁଛନ୍ତି, ସେଇ ସମୟରେ କହୁଛନ୍ତି, ହେ ଶ୍ରୀ ଅରବିନ୍ଦ, ତୁମେ ସେଇ ସମୟରେ 33 କୋଟି ଜନତାର କାମ କରୁଛ। ବର୍ତ୍ତମାନ ସମଗ୍ର ବିଶ୍ୱ ତମକୁ ଚାହିଁଛି, ସମଗ୍ର ବିଶ୍ୱ ସ୍ୱାଧୀନତା ଚାହିଁଛି। ଏବଂ ଭାରତର ଯୋଉ ସ୍ୱାଧୀନତାର ଆକାଶର ଯୋଉ ସ୍ୱାଧୀନତାର ଚକ ତୁମେ ଘୁରେଇଛ, ସେ ନିଶ୍ଚୟ ଦିନେ ଭାରତ ସ୍ୱାଧୀନତା ହବ। କିନ୍ତୁ ସମଗ୍ର ବିଶ୍ୱ କିପରି ସ୍ୱାଧୀନ ହବ, ସମଗ୍ର ବିଶ୍ୱ କିପରି ଲୋକମାନେ ସନାତନ ଧର୍ମର ମହତ୍ଵ ଜାଣିବେ, ସେଇ କଥା କହିବା ପାଇଁ ତମକୁ ଏ ଜେଲ ଭିତରକୁ ଆଣିଛି ବୋଲି ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି। ତୋର ନିଜର ନଥିଲା ସେ ବନ୍ଧନ ଆମେ ତୋ ପାଇଁ ଭାଙ୍ଗିଛୁ। ଆମର ଅଭିପ୍ରାୟ ଥିଲା ଯେ ତୁ ଚିରଦିନ ସେଇ ବନ୍ଧନରେ ବାନ୍ଧି ହୋଇ, ସେଥିଯୋଗୁଁ ତୋତେ ଏଇ କାର୍ଯ୍ୟ କରିବା, ଏଇ କାରାବାସକୁ ଆଣିଛୁ। ଯାହାକୁ ଶିଖିପାରିଥିଲୁ ତାହା ଆମେ ତାକୁ ଶିଖାଇବୁ, ତୁ ଯାହା ଶିଖିପାରିନଥିଲୁ ଆମେ ତାକୁ ଶିଖାଇବୁ। ଆମ କାର୍ଯ୍ୟ କରିବା ସକାଶେ ତୋତେ ତିଆରି କରିଛୁ। ଦେଖନ୍ତୁ ଭଗବାନ କହୁଛନ୍ତି, we have made you instrument to work for our work। ମୋ ହସ୍ତରେ ଭଗବାନ ଗୀତା ଗ୍ରନ୍ଥ ଦେଲେ, ତାଙ୍କ ଶକ୍ତି ମୋ ଭିତରେ ପ୍ରବେଶ କଲେ। ମୁଁ ଗୀତାର ସାଧନା କରିବାକୁ ସମର୍ଥ ହେଲି। ମୁଁ ବୁଦ୍ଧି ଦ୍ୱାରା ନ ବୁଝି ହୃଦୟର ଅନୁଭବ ଦ୍ୱାରା ବୁଝିବାକୁ ହେଲା। ଶ୍ରୀକୃଷ୍ଣ ଅର୍ଜୁନ ଠାରୁ କଣ ଚାହୁଁଥିଲେ?
कर्म फल आशा रखा कर्म फल आशा रखा नहीं जंत्र हो जाओ। सनातन धर्म जीवन को सनातन धर्म कहला जीवन को संभाली प्रकृत सत्य मते जणाइला। प्रकृत रे सनातन धर्म प्रसार पाई, सनातन धर्म टेक पाई, सनातन धर्म को बजाय रखा श्रीकृष्ण श्री अरविंद को जेल भितर कहते भारत चिरदिन बंची रही विश्व मानव सकाशे निज सकाशे नुहे। आज बड़ होगा ताहा मध्य विश्व मानव समाज पाई निज पाई नुहे। मन पड़े श्री अरविंद बाल जेल समय चकचक होता समस्ते कहते बोधे वार्डर तुमको तेल दौची कि ना साधारण बड़े बाल चकचक देखा। भगवान जेल हृदय सचेतन कराई मते सकाळ संध्यारे अध घंटा चलने को आदेश देले। देखो भगवान को कृपारू भगवान जेल हृदय सचेतन कराई मते सकाळ संध्यारे अध घंटा चलने को आदेश देले। जहा फल अनुभव कली जे या द्वारा भगवान को शक्ति मो बुद्धि पुनर्बार प्रकाश करुछि। पाचेरी आड़ को देखिली स्वयं वासुदेव मते जगी इटा से कहते कारा कहानी कथा जोटा कि उत्तरपड़ा भाषण रे व्यक्त करोटा कि आज विषय हूँ श्रीकृष्ण रिविल्स टू श्री अरविंद। श्रीकृष्ण श्री अरविंद को व्यक्त कर प्राचीर आड़े को देखिली स्वयं वासुदेव मते जगी गछ तले बुलुली अनुभव करुली से गछ नुहे स्वयं वासुदेव से मते छाई दौची। जेल प्रहरी मान को देखिली मन कली स्वयं नारायण जगी मते जो कंबल बिछना दि जाइथिला ता उपरे सोई अनुभव करुली जे श्रीकृष्ण बाहु मते आलिंगन करुछि। बंधु प्रेमिकर बाहु मोर बंधु मोर बाहुर प्रेम बंधु और प्रेमिकर बाहु परी मोर डकायत कैदी मान देखिली से माने नारायण से मध्यरु मोर जनक प्रति दृष्टिगोचर पड़ा से मते साधु परी लगिला साधु परी प्रत्यमान हेले। अथच से आम देशर निरक्षर चाषी डकायत केसरी अभियुक्त होई 10 वर्ष सश्रम कारादंड पाउथिला। आउ थे भगवान मते कहले यही सब लोक मान को देख जो मान मध्य को आंबे तोते किसी कार्य करवा सकाशे पठाइचु ये जाति को आंबे ऊपर को उठेबा को चाहूं यही तार स्वरूप यही कारण उठेबा को चाहूं। भाई भौणी मैंने आप जानतु जितेबले से पाठ पढ़ुंट कैम्ब्रिज विश्वविद्यालय बापा सबू स्टेटसमेंट पेपर काटिकी से समय 1900 माने आपणकर से जो पाठ पढ़ा समय 21 वर्ष बयस समय से पठाती एवं ताकू से देखती जे मो देशर अवस्था एपरी एवं देशर अवस्था को सुधारिबा आई से चाकरी छाड़ी से आसी मानव सेवा करिबारे लागिचती एवं एटा थिला तांकर मूल उद्देश्य। जेतेबेले अदालत रे मोकदमा रे विचार आरंभ होला एवं आम मान को मजिस्ट्रेट सामना को नियागला मोर अंतर्दृष्टि खोला ईश्वर मते कहले जेतेबेले तोते बंदी कराइथिला सेतेबेले तू कातर होई तांको कहि नथिलु। प्रभु कहिथिले हे प्रभु हे श्री कृष्ण हे भगवान मु की भूल करिछि व्हाट आई कमिटेड रॉन्ग व्हाई आई हैव बीन पनिश्ड। एवं आपण माने जानती ब्रिटिश सरकार हजार हजार दलील 100 साक्षी करथिला आर्गुमेंट करथिला जे किपरि श्री अरविंद को फांसी दिया जिवो एवं ब्रिटिश पार्लियामेंट रे
ରିଜଲ୍ୟୁସନ ହେଲା ସେ ମୋଷ୍ଟ ଡେଞ୍ଜରସ୍ ପର୍ସନ ବୋଲି। ଟିଲ୍ ଦେନ୍ ଭଗବାନ ଏଠି କହୁଛନ୍ତି ଯେତେବେଳେ ଅଦାଲତରେ ମୋକଦ୍ଦମା ବିଚାର ଆରମ୍ଭ ହେଲା ଏବଂ ଆମମାନଙ୍କୁ ମାଜିଷ୍ଟ୍ରେଟ ସାମ୍ନାକୁ ନିଆଗଲା, ମୋର ଅନ୍ତର ଦୃଷ୍ଟିରୁ ଖୋଲିଲା। ଈଶ୍ୱର ମତେ କହିଲେ, ଯେତେବେଳେ ତୋତେ ବନ୍ଦୀ କରାଇଥିଲା ସେତେବେଳେ ତୁ କାତ ହୋଇ ତାଙ୍କୁ କହିନଥିଲୁ? ବର୍ତ୍ତମାନ ମାଜିଷ୍ଟ୍ରେଟ ଆଡକୁ ଦେଖ, ସହକାରୀ ଓକିଲ ଆଡକୁ ଦେଖ, ଗଭର୍ଣ୍ଣମେଣ୍ଟ ଓକିଲ ଆଡକୁ ଦେଖ, ଡିଫେନ୍ସ ଲୟର ଆଡକୁ ଦେଖ, ଯିଏ ତାଙ୍କୁ ରକ୍ଷା କରିବ ତାଙ୍କୁ ଦେଖ, ଦୃଷ୍ଟିପାତ କର। ମାତ୍ର ମାଜିଷ୍ଟ୍ରେଟକୁ ଦେଖିଲେ ନାହିଁ, ଦେଖିଲି ବାସୁଦେବକୁ। ଦେଖନ୍ତୁ କହୁଛନ୍ତି, ମୁଁ ମାଜିଷ୍ଟ୍ରେଟକୁ ଦେଖିଲି ନାହିଁ, ଦେଖିଲି ମାଜିଷ୍ଟ୍ରେଟକୁ, ଦେଖିଲି ବାସୁଦେବକୁ। ଏବଂ ନାରାୟଣ ଯିଏକି ବିଚାର ଯିଏକି ମୁଖ୍ୟ ନାରାୟଣ ବିଚାର କରୁ ଆସନରେ, ବାରିଷ୍ଟର ଆଡକୁ ଦେଖିଲି, କେହି ନାହାନ୍ତି, ଅଛନ୍ତି ମୋର ସଖା ପ୍ରେମିକ ଶ୍ରୀକୃଷ୍ଣ। ସେ ମତେ କହିଲେ, ତୋତେ ବର୍ତ୍ତମାନ କଣ ଭୟ ହଉଛି? ମୁଁ ସମସ୍ତଙ୍କର ହୃଦୟରେ ଅଛି, ସେମାନଙ୍କର କର୍ମ ବାକ୍ୟକୁ ମୁଁ ସ୍ୱଇଚ୍ଛାରେ ନିୟନ୍ତ୍ରଣ କରେ। ଆମେ ତୋତେ ରକ୍ଷା କରିବୁ, ତୋର ଭୟ ନାହିଁ, ମୋ ସାହାଯ୍ୟ ଛାଡ଼ିଦେ, ଏ ହଉଛି ମୋ କାର୍ଯ୍ୟ, ତୁ ଏକ ମାଧ୍ୟମ। ପ୍ରଭୁ ଏଟା କହୁଛନ୍ତି, ତୁ ଭୟ କରିବା ଦରକାର ନେଇ। ଆମେ ତୋର ମାଜିଷ୍ଟ୍ରେଟ, ତୋର ବାରିଷ୍ଟର, ତୋର ଗଭର୍ଣ୍ଣମେଣ୍ଟ ଓକିଲ, ଆମେ ସବୁ ନିୟନ୍ତ୍ରଣ କରିବୁ। ଆମ ଇଚ୍ଛା ଅନୁସାରେ ସେମାନେ ନିୟନ୍ତ୍ରିତ ହେବେ। ତୋର ଭୟ ନାହିଁ, ମୋ ହାତରେ ଛାଡ଼ିଦେ, ଇଏ ହଉଛି ମୋର କାର୍ଯ୍ୟ, ତୁ ଏକ ମାଧ୍ୟମ। ଯେତେବେଳେ ମୋକଦ୍ଦମା ସେସନ କୋର୍ଟରେ ଚଳିଲା, ଭାଇ ସରୋଜିନୀ ସିଷ୍ଟର ନିବେଦିତା ପେପରରେ ଲେଖୁଛନ୍ତି, କିଏ ସେ ଓକିଲ ଯିଏକି ଶ୍ରୀ ଅରବିନ୍ଦ, ଯିଏକି ସମଗ୍ର ଭାରତ ବର୍ଷର ମଙ୍ଗଳ ପାଇଁ, ସ୍ୱାଧୀନତା ପାଇଁ ସଂଗ୍ରାମ କରି ଆଜି ଫାଶିବାକୁ ଯାଉଛନ୍ତି? କିଏ ସେ ଡିଫେନ୍ସ ଲୟର ଯିଏକି ଶ୍ରୀ ଅରବିନ୍ଦକୁ ସାହାଯ୍ୟ କରିବ? ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ପେପର ପଢିଛନ୍ତି ଏବଂ ସେ ମା କାଳୀ ଭକ୍ତ ଯୋଉଦିନ ପଢୁଛନ୍ତି, ଶୁଣୁଛନ୍ତି ଯେ କିଏ ସେ ଓକିଲ ହୁ କ୍ୟାନ୍ ସେଭ୍ ଦିସ୍ ଶ୍ରୀ ଅରବିନ୍ଦ ଇନ୍ ଦିସ୍ ଆଲିପୁର କନସ୍ପିରେସି କେସ୍, ସାଙ୍ଗେ ସାଙ୍ଗେ ମନ୍ଦାର ଫୁଲଟି ମା କାଳୀଙ୍କ ପାଖରେ ପଡୁଛି ଏବଂ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଆଗେଇ ଆସୁଛନ୍ତି ଯେ ଆଇ ୱିଲ୍ ଫାଇଟ୍ ଫର୍ ଶ୍ରୀ ଅରବିନ୍ଦ, ଯିଏକି ତାଙ୍କୁ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ବୋଲି କୁହାଯାଉଛି। ଯେତେବେଳେ ମୋକଦ୍ଦମା ସେସନ କୋର୍ଟରେ ପଡିଲା, ମୋ ବିରୁଦ୍ଧରେ ଯେଉଁ ସାକ୍ଷୀ ପ୍ରମାଣ ଥିଲା ତାକୁ ପ୍ରତିହିତ ପାଇଁ ଓକିଲଙ୍କୁ ଲେଖି ଜଣାଇଲି, ତାହା ବଦଳିଗଲା। ଜଣେ ନୂଆ ବାରିଷ୍ଟର ମତେ ବଞ୍ଚିବା ପାଇଁ ଛାଡ଼ିଦେଲେ, ସେ ହେଲେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ। ଦିନ ରାତ୍ରି ପରିଶ୍ରମ କରି ଭଙ୍ଗା ସ୍ୱାସ୍ଥ୍ୟରେ ମଧ୍ୟ ଦିନ ପରେ ଦିନ, ରାତି ପରେ ରାତି, ମାସ ପରେ ମାସ ଧରି ମୋର ମୁକ୍ତି ପାଇଁ ପ୍ରୟାସ କରିଥିଲେ। ଇଏ ହଉଛନ୍ତି ସେ ଦେଶବନ୍ଧୁ ଦାସଙ୍କର କଥା। ଭାବୁଥିଲି ତାଙ୍କୁ ମଧ୍ୟ ଚିଟ୍ ଦେଇ ଜଣାଇବି। ଶ୍ରୀ ଅରବିନ୍ଦ ଚିଟ୍ ଲେଖିକି ଦଉଥିଲେ ଓକିଲ ମାନଙ୍କୁ, କଣ କହିବାକୁ ପଡିବ, କଣ କରିବାକୁ ପଡିବ, ଓକିଲକୁ ଚିଟ୍ ଦଉଥିଲେ। ସେ ବୁଝିଥିଲେ ତାଙ୍କୁ ମଧ୍ୟ ଚିଟ୍ ଦେଇ ଜଣାଇବି, କିନ୍ତୁ ଭିତରୁ ବାଣୀ ଆସିଲା, ତୋ ପାଦର ଚାରିଆଡେ ଯେଉଁ ଜାଲ ବିଛା ଯାଇଛି ସେଥିରୁ ଏଇ ଲୋକ ତତେ ରକ୍ଷା କରିବ। ଯୋଉ ଜିଞ୍ଜିରି ବାନ୍ଧିଛି ଏ ବ୍ରିଟିଶ ସରକାର, ତତେ ଫାଶୀ ଦେବା ପାଇଁ ସମସ୍ତ ଷଡ଼ଯନ୍ତ୍ର କରିଛି, ଆପଣ ମାନେ ଜାଣନ୍ତି। ଇଏ ହଉଛି ବିଧିର ବିଧାନ। ଗୋଟେ ଭଲ ଜଜକୁ ବ୍ରିଜଗେଟକୁ ଆଣିଛନ୍ତି ବ୍ରିଟିଶ ସରକାର, ଭାରି ଟାଣୁଆ ଜଜ, ନିଶ୍ଚୟ ଫାଶୀ ଦେବା ପାଇଁ ତାକୁ ପୁରାପୁରି ଆଗରୁ ମାଇଣ୍ଡ କରିକି ଆଣିଛନ୍ତି ଏବଂ ସେ ମଧ୍ୟ ଡିସାଇଡ କରିଛି ଯେ ମାନେ ହ୍ୟାଙ୍ଗିଂ ଅର୍ଡର ଦେବି ବୋଲି। କିନ୍ତୁ ଯେତେବେଳେ ଦେଖିଦେଇଛନ୍ତି କଜ୍ ଲିଷ୍ଟ ରହେ ପଡେ ମାଜିଷ୍ଟ୍ରେଟ ପାଖରେ ଏବଂ ଦେଖିଛନ୍ତି ଶ୍ରୀ ଅରବିନ୍ଦ ଆଲିପୁର ବୋମା, ଦି ଭେରି ୱାର୍ଡ ଶ୍ରୀ ଅରବିନ୍ଦ, ଇଟ୍ ପେନିଟ୍ରେଟ୍ ହିଜ୍ ହାର୍ଟ। କହିଲେ ଏଇ କଣ ସେ ଶ୍ରୀ ଅରବିନ୍ଦ ଯିଏକି ପିଲାଦିନେ ମୋ ସାଙ୍ଗରେ ପାଠ ପଢୁଥିଲେ? ମୁଁ ତାଙ୍କୁ ଜାଣିଛି। he should not be murderer, he should not be ମାନେ କ୍ରିମିନାଲ। ସେଇଠୁ ତାଙ୍କର ଡିସିସନ ହେଇଗଲା। ଏ ହଉଛି ବିଧିର ବିଧାନ। ଭାବୁଥିଲି ତାଙ୍କୁ ମଧ୍ୟ ଚିଟ୍ ଦେଇ ଜଣାଇବି। ଭାବୁଛି ବାଣୀ ଏବଂ ଭିତରୁ ବାଣୀ ଆସିଲା, ତୋ ପାଦର ଚାରିଆଡେ ଜାଲ ବିଛାଇଛି, ସେଥିରୁ ଏଇ ଲୋକ ତତେ ରକ୍ଷା କରିବ। ସବୁ କାଗଜ ପତ୍ର ଏକ ପାଖରେ ରଖିଦେ, ତାଙ୍କୁ ଆମ୍ଭେ ନିର୍ଦ୍ଦେଶ ଦେବୁ
ମୁଁ जो सेही समय को आमर वकिल को मोकदमा संबंध गोटाए कथा बा गोटाए निर्देश देई नहीं मते मते कौन सी प्रश्न पचारि जाउथिला जवाब दउथिली किछि किछि किंतु किछि कामरे लागु नथिला मु तांको हातरे सब छाड़ी देइथिली मु भगवान हातरे एवं मो बारिस्टर मोर डिफेंस लॉयर चित्तरंजन दास हातरे छाड़ी देइथिली आउ चिट देलेनी आगुर चिट दउथिले आग वकिल को बार बार से कहउथिले मु परिचालना करूची भगवान एटा कहउचंदी श्रीकृष्ण कहउचंदी बारंबार से कहउथिले मु परिचालना करूची तू भय कर नाही जो कार्य पाए मु तते जेल भीतर को आनीची से कार्यर रक्ष रख जेते बेले जेल रु बाहरी आसीबू मन रे केबे मध्य भय करिबू नाही आपण माने जानंती जेल रु फेरला परे मध्य ब्रिटिश सरकार चाहिथिला तांको कळे बळे कौशले पुणी आउथरे बांधिया पाई किंतु से चंदननगर गले सेठे किछि 10-20 दिन रहिला परे पुणी भगवान का प्रणा क्रमे निर्देश क्रमे पंडिचेरी आसी लुकिकरी पड़े आसिले एवं पंडिचेरी आसीबा होजी भगवान कर मध्य सहयोग जहाजरे बारंबार से कहउथिले मु परिचालना करूची तू भय कर नाही जो कार्य पाई मु तते जेल भीतर को आनीची से कार्य रे लक्ष्य रख जे से कार्य कौन सनातन धर्म टेक सनातन धर्म को बजाय रखिबा विश्व दरबार सनातन धर्म को कहिबा से कार्य लक्ष्य रख जेते बेले जेहेतु बाहरी आसी जेते बेले तू जेल रु बाहरी आसीबू मन रे केबे मध्य भय करिबू नाही केबे मध्य स्वतःसुत हेबू नाही माने स्वतःसुत हेबू नाही शरण रख आम्भे सबु करूछु तू नहु आउ केही मध्य नुही आमे वासुदेव आमे नारायण आमे जहा किछि करिछु ताई हबो अन्य माने जहा इच्छा करिवे ता आदौ हेबो नाही आम्भे आमे जो घटना घटाया को चाहू कौन सी मानव जाति मानव शक्ति ताको बाधा दे पारिबो नाही प्रभु श्री अरविंद समग्र जगतर मंगल पाई विश्वर मंगल पाई मानव समाजर मंगल पाई अतिमान शक्ति को आनिबे तेणु ये हूँ भगवान लीला ये हूँ लीलामय प्रभुंकर ये तेणु से लक्ष्य को पूरण करने श्री अरविंद को श्रीकृष्ण साहाय्य व्यक्त करुचंती ईश्वर मते कहले यही से तरुण दल नवीन एवं शक्तिमान जाति मो आदर्श रे जहार उत्थान होउची एमाने तो ठारू बड़ तू भय करूनु काहे की तू जदि पाखे छिड़ा हो बा सोई पड़ू ताहाले भी कार्य चलिबो काली जदि तोते अलगा करने को गोटे ताहाले यही तरुण दिने ये कार्य भार नेबे एवं तू जहा करुचु ताठर अधिक जोर रे कार्य हबो तू तू आंभ ठारू किसी शक्ति पाइछु ए जाति को गोटे बाणी शुणा को जो बाणी से उठा को साहाय्य करिवो देखंतु भगवान एटा कहउचंदी तू आम ठारू एक शक्ति पाइछु एवं एई शक्ति बल रे तू ए जाति को उठा को पड़िवो ए बाणी शुणा को पड़िवो से उठा को पड़िवो मु तोते आदेश देउची जाई आमर कार्य कर एवं आपण माने जानती जो आर्गुमेंटा करिथिले आमर देशबंधु चित्तरंजन दास सेटा कहि दिए long after this controversy will be housed in silence long after the formal this agitation will have ceased long after Sri Aurobindo is declared to give, he will be looked upon as the poet of patriotism, as the prophet of nationalism and the lover of humanity. Long after his
long after his death and gone, his word would be echoed and re-echoed not only India but cross distance seas and lands. ଏଠି ଦେଶବନ୍ଧୁ ଚିତ୍ତଦାସ କହୁଛନ୍ତି, କଣ କହୁଛନ୍ତି? ଦେଶବନ୍ଧୁ ଚିତ୍ତଦାସଙ୍କ ଆବେଦନ ଏଇ ଯେ ଆଜିର ଏଇ ଅଭିଯୁକ୍ତ ବ୍ୟକ୍ତି ଜଣକ ଖାଲି ଏଇ ବିଚାର ଆଗରେ ନୁହେଁ। ଦେଖନ୍ତୁ ଦେଶବନ୍ଧୁ ଚିତ୍ତଦାସଙ୍କର ଯୋଉ ଉକ୍ତିଠୁ ଆମେ ଜାଣିବା ଯେ ପରମ ପ୍ରଭୁ ଶ୍ରୀ ଅରବିନ୍ଦ କେତେ ମହାନ। এই ଆର୍ଗୁମେଣ୍ଟ ଥିଲା 1909 ମସିହା ମେ ମାସ 5 ତାରିଖର କଥା। ଆଜି ହେଇଗଲାଣି ପୁରା 116 ବର୍ଷ। ଦେଶବନ୍ଧୁ ଚିତ୍ତଦାସଙ୍କ ଆବେଦନ ଥିଲା ଆଜିର ଏଇ ଅଭିଯୁକ୍ତ ବ୍ୟକ୍ତି ଜଣକ ଖାଲି ଏଇ ବିଚାର ଆଗରେ ନୁହେଁ ଇତିହାସର ସର୍ବୋଚ୍ଚ ନ୍ୟାୟାଳୟରେ ଦଣ୍ଡାୟମାନ। ମୋର ନିବେଦନ ହେଲା ଏଇ ବିବାଦ ଏଇ ବିସମ୍ବାଦକୁ ଚୁପଚାପ ହୋଇଯିବା ପରେ ଏବଂ ଏହି ଆନ୍ଦୋଳନ ସମାପ୍ତ ହେବାର ବହୁ କାଳ ଅନ୍ତେ ଇତିହାସ ତାଙ୍କୁ ଦେଶ ପ୍ରେମର କବି, ଦେଖନ୍ତୁ ଦେଶ ପ୍ରେମର କବି, ଜାତୀୟତାର ପୁରୋଧା, prophet of nationalism, poet of patriotism, ମାନବ ଜାତିର ପ୍ରେମିକ, ଲଭର ଅଫ ହ୍ୟୁମାନ ବିଙ୍ଗ ଭାବରେ ଚିତ୍ରଣ କରିବ। ସେ ପୃଥିବୀକୁ ବିଦାୟ ନେବାର ବହୁ କାଳ ପରେ ବି, ଦେଖନ୍ତୁ ବିଦାୟ ନେଲେଣି 1950 ମସିହା, ଆଜି ହେଇଗଲାଣି କେତେ ବର୍ଷ? 75 ବର୍ଷ ହବ। ପୃଥିବୀ ଆମେ 75 ବର୍ଷରେ ପ୍ରଭୁଙ୍କର ମହାସମାଧି ଦିବସ ପାଳନ କରିବା। ସେ ପୃଥିବୀକୁ ବିଦାୟ ନେବାର ବହୁ କାଳ ପରେ ବି ତାଙ୍କ ବାଣୀ ଖାଲି ଭାରତ ବର୍ଷରେ ବ୍ୟାପୀ ନୁହେଁ, ସମୁଦ୍ର ଯେପରି ଦୂର ସୁଦୂର ଦେଶ ଦେଶାନ୍ତର ସମୁଦ୍ର ପାରି ଦୂର ସୁଦୂର ଦେଶ ଦେଶାନ୍ତର ହେବ ଧ୍ୱନିତ ପ୍ରତିଧ୍ୱନିତ। ସେଥିପାଇଁ ମୁଁ କହେ ଏଇ ବ୍ୟକ୍ତି ଖାଲି ଏଇ ବିଚାର ଆଗରେ ନୁହେଁ ଇତିହାସର ଉଚ୍ଚ ନ୍ୟାୟାଳୟରେ ଦଣ୍ଡାୟମାନ। ଏଇ ଥିଲା 1909 ମସିହା ମେ 6 ତାରିଖ ମୁକ୍ତି ପାଇବା ପାଇଁ ତାଙ୍କର ଭାଷଣ, ଯୋଉଟା କି ଏଇ କଥାଟିକୁ ପ୍ରଭୁ ଉତ୍ତରପଡ଼ା ଭାଷଣରେ 30/5/1909 ବିଶାଳ ଜନସମାବେଶରେ ଭାଷଣ ଦଉଛନ୍ତି। ବନ୍ଧୁଗଣ, ଆମମାନେ ବହୁତ ଭାଗ୍ୟବାନ ଯେ ଶ୍ରୀ ଅରବିନ୍ଦଙ୍କର ଏଇ ଜନ୍ମ ମାସରେ ତାଙ୍କରି କାର୍ଯ୍ୟରେ ଆମେ ନିୟୋଜିତ ହେଇଛେ ଏବଂ ଶ୍ରୀ ଅରବିନ୍ଦଙ୍କର ଯୋଉ କଥା, ଏ କଥା କହିବାର ଉଦ୍ଦେଶ୍ୟ ହେଲା ଯେ ପ୍ରକୃତରେ ତାଙ୍କର ବିଶେଷ କରି ଥିଲା ଏ ଭାରତର ସ୍ୱାଧୀନତା ବୋଲି ସେ ମନେ କରୁଥିଲେ। ପ୍ରତ୍ୟେକ ଭାରତୀୟଙ୍କ ମୂଳରେ ପ୍ରଶ୍ନ କେବେ ଓ କିପରି? ବର୍ତ୍ତମାନ କଥା ହେଲା ବ୍ରିଟିଶ ଗଭର୍ଣ୍ଣମେଣ୍ଟ ମଧ୍ୟ ଏହାକୁ ଭଲ ଭାବେ ଭାବିଥିଲା ଯେ କିପରି ଭାବରେ ଶ୍ରୀ ଅରବିନ୍ଦକୁ ଫାଶୀ ଦିଆଯିବ, କିନ୍ତୁ ବିଧିର ବିଧାନ ଅନ୍ୟତମ। ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଚନ୍ଦନନଗର ହେଇ ପଣ୍ଡିଚେରୀ ଆସିଛନ୍ତି ଏବଂ ସାଙ୍ଗେ ସାଙ୍ଗେ ପଣ୍ଡିଚେରୀରେ ରହିଛନ୍ତି ଏବଂ ପଣ୍ଡିଚେରୀରେ ଯୋଉ ଦୁର୍ଦିନ ଭିତରେ ରହିବା ଭିତରେ ମା ଆସି ତାଙ୍କୁ ସାହାଯ୍ୟ କରିଛନ୍ତି 1914 ମସିହାରେ। ଏବଂ ଯେତେବେଳେ 1914 ମସିହାରେ ମା ଆସିଛନ୍ତି, ମା କହିଛନ୍ତି ଶତ ଶତ ଜୀବ ଗାଢ଼ତମ ଅନ୍ଧକାର ଭିତରେ ଡୁବି ଯାଆନ୍ତୁ, ସେଥିରେ କିଛି ଯାଏ ଆସେ ନାହିଁ। ଯେଉଁ ପ୍ରଭୁକୁ ଗତକାଲି ଦେଖିଲି, ଏଥିରେ ଦୃଢ଼ ଭାବରେ ଘୋଷଣା କରୁଛି ଯେ ପୃଥିବୀରେ ଏକ ନୂଆ ଆଲୋକ ଆସିବ, ଏ ନ୍ୟୁ ଲାଇଟ୍ ୱିଲ୍ କମ୍। ଏବଂ ଯୋଉ କଥାଟି ଘଟିଲା ଏବଂ ମାଙ୍କର ଶ୍ରୀ ଅରବିନ୍ଦ ପ୍ରତି ଯୋଉ ଅନୁରକ୍ତି, ଯୋଉଟାକି ଆମେ ପହିଲି ଦେଖାରେ ଜାଣିଲୁ, ପ୍ରାଣ ପ୍ରଭୁ ଈଶ୍ୱର ହୃଦୟ ଦେବତା ଘେନିବା ହେଉ ଅର୍ଘ୍ୟ ମୋହର। ଏଇଠୁ ଆମେ ଜାଣିବା ଯେ ଶ୍ରୀ ଅରବିନ୍ଦ କେତେ ବିଶ୍ୱାସ, କେତେ ମହାନ, ଯେ କି ସମଗ୍ର ମାନବ ସମାଜ ମୁକ୍ତି ପାଇଁ ସେ ମାଙ୍କୁ ଆଣିଛନ୍ତି ପୃଥିବୀରେ। ପ୍ରକୃତିରେ 8 ଡିଜାୟାର କମ୍ପେଲ୍ଡ ହର୍ ମୋର୍ଟାଲ ବାର୍ଥ। ପୃଥିବୀରେ ସବୁଠୁ ବଡ଼ ଅବଦାନ ହେଲା ଶ୍ରୀ ଅରବିନ୍ଦ ମାଙ୍କୁ ଆଣିକି ଉପସ୍ଥାପିତ କରିଛନ୍ତି ଏବଂ ପୃଥିବୀରେ ଗୋଟେ ନୂଆ ଜଗତ, ନୂଆ ସୃଷ୍ଟି ପାଇଁ ଶ୍ରୀ ଅରବିନ୍ଦଙ୍କର ଏଇ ଯୋଉ ତପସ୍ୟା, ଶ୍ରୀ ଅରବିନ୍ଦଙ୍କର ଯୋଉ ସାଧନା, ଏ କମ କଥା ନୁହେଁ। ତେଣୁ ଆମେ ମନେ ରଖିବାକୁ ପଡିବ ଯେ ଶ୍ରୀ ଅରବିନ୍ଦ ଯେ କେବଳ ଖାଲି
जड़े महान योगी बा व्यक्ति नुहति जोटा कि श्री अरविंद मां भाषा रे हु कैन अंडरस्टैंड श्री अरविंद इज एज वास्ट एज यूनिवर्स हिज टीचिंग इज इन्फिनिटी इट इज ओनली वे टू नो हिम इज टू एंटेंगल विथ हिज वर्क एंड लव हिम सिंसियरली श्री अरविंद को किए बुझी पारिबो से विश्व ठारू अनंत तांको शिक्षा असीम तांको जानिबार एकमात्र उपाय है तांको अंतर दे भल पाइबा तांको कार्य रे शामिल हेबा तेणु आपण माने जो अपा व्यवस्था करिसंती टिकी पुणी अरस्य जो परिचालना करचंती आस्था अपा जो दायित्व नहीं आज को दीर्घ 4 वर्ष है कोरोना समय 4-5 वर्ष है ये कम सौभाग्यर कथा नुहे तेणु ये हूँ कथा आमको आम जिते महाश्रम उपर जड़ित हवा चेतना जिते उद्बुद्ध हवा आम से प्रति कृतज्ञता हवा कारण आम जानू माँ कौन कहले माँ जो कथाटी कहले समाज रे कौन कहले आपण आम प्रभुंकर भौतिक विग्रह स्वरूप होई आज पर्यंत आम साधना मध्य रही आसीचंती आपण को उद्देश्य रे आमर अशेष कृतज्ञता ज्ञापन करिचु आपण आम लगी एते साधना करिचंती कर्म करिचंती संग्राम करिचंती पीड़ा भोग करिचंती आशा करिचंती सब किछि सहाय करिचंती आपण को निकट रे आम मानकर मस्तक सर्वदा अवनत होई रही थाउ आपण आम समस्त संकल्प करिचंती सर्वविध प्रयास करिचंती सब किछि प्रस्तुत करिचंती एवं आम मानक लगी आनी देइचंती समस्त साप आपण को निकट रे यथामत आम प्रार्थना करिचु हे प्रभु मुहूर्त को लगी मध्य जेपरि आम माने केभेले भूली न जाऊ आम निकटे सब किछि आम आपण को निकटे सब किछि आम माने केते ऋणी सेति पई मां प्रभुंकर 100तम वार्षिक उत्सव रे तो तुलसरे थिले कहले लेट अस बी वर्दी ऑफ श्री अरविंद सेंटेनरी आस श्री अरविंद शतवर्ष पई योग्य हबा तेणु योग्य हबार उपाय कौन बी फेथफुल बी सिंसियर विश्वस्त हवा आंतरिकता देखेबा व्हाट श्री अरविंद रिप्रेजेंट्स इन द वर्ल्ड हिस्ट्री इज नॉट ए टीचिंग रिविलेशन इट इज ए डायरेक्ट एक्शन डिराइव फ्रॉम द सुप्रीम पृथ्वी इतिहास रे श्री अरविंद जहाँ घोषणा करिसंती ताहा एक शिक्षा बा स्तुतिवाणी नुहे यह परम शाश्वत ठारू निश्चारित बाणी थरे जड़े प्रशंसक जड़े श्री अरविंद शिष्य कहले प्रभु आपणकर बायोग्राफी लिखी प्रभु कहले आई डोंट वांट टू मर्डर बाय माई सेल्फ बाय माई डिसेबल्स नो वन कैन राइट माई लाइफ एज इट इज नॉट एनीथिंग टू डू इट एवं आम जानू व्हाट नॉट श्री अरविंद श्रेष्ठ कवि मंत्रमयी सावित्री श्रेष्ठ दार्शनिक दिव्य जीवन जोग समन्वय श्रेष्ठ सामाजिक दर्शन है दि ह्यूमन साइकिल विशिष्ट सांबादिक वेद गीता उपनिषद व्याख्यार बहु भाषा रे गभीर पांडित्य विशिष्ट शिक्षाविद छात्र भाव उल्लेखयोग्य महाविप्लवी देशभक्त महान जननेता लाल लाजपत राय विपिन बिहारी लाल पाल गंगाधर तिलक भाषा रे से होउचंदी भारतीय जातीयतार उद्गाता एवं प्रेरणार उत्स कवि रविन्द्रनाथ टैगोर लिखुचंदी जेहेतु तांको ठारू बयस रे बहुत बड़ 6 वर्ष बड़ लिखुचंदी अरविंद रविंद्र निय ज्ञान नमस्कार एवं आपण माध्यम रे इंडिया विल स्पीक थ्रू योर वॉइस आपण माध्यम रे ये भारत कथा कहबो पुणी आपण जानंती पुणी केजी देशपांडे को कैम्ब्रिज विश्वविद्यालय पढ़ा साहित्य कहते सांप्रतिक राजनीतिक दृश्यपट लिखिं एवं सी होती जड़े महान व्यक्तित्व एवं ता संगे जवाहरलाल नेहरू कहते सुभाष चंद्र बोस कहते प्रेरणार उत्स एवं नोबेल पुरस्कार प्राप्त रोनाल्ड लेंड कहते प्राच्य पाश्चात्य मनीषी मध्य परिपूर्ण समन्वय लाभ कर भारतर सर्वश्रेष्ठ चिंतानायक जवाहरलाल नेहरू भाषा भारतीय दर्शन और आध्यात्मिक भितर गठित जातीयतार सर्वश्रेष्ठ उद्गाता एवं आम देशवंशी चंद्रास कथा शुणिले त्यात्मबोधर कवि जातीयतार उद्गता
ମାନବ ଜାତିର ପ୍ରେମିକ ଦିନ ଆସିବ ଶ୍ରୀ ଅରବିନ୍ଦଙ୍କ ମହାନ ବାଣୀ ଦେଶ ତଥା ଦେଶବାସୀ ଦେବେ ମାଙ୍କ ଭାଷାରେ। ଶ୍ରୀ ଅରବିନ୍ଦ is an emanation of Supreme who came on earth to know the manifestation of the new race, a new world, the supramental. ଶ୍ରୀ ଅରବିନ୍ଦ ହେଉଛନ୍ତି ପରମ ଶାଶ୍ୱତଙ୍କର ପ୍ରତୀକ, ଯିଏକି ପୃଥିବୀକୁ ଆସିଛନ୍ତି ନୂତନ ଜଗତ ନୂତନ କଥା କହିବା ପାଇଁ। ଶ୍ରୀ ଅରବିନ୍ଦ's message is an immortal sunlight radiating over the future. ଶ୍ରୀ ଅରବିନ୍ଦଙ୍କର ବାଣୀ ଅମର ସୂର୍ଯ୍ୟ କିରଣ ଯାହା ଭବିଷ୍ୟତକୁ ଉଦ୍ଗୀରଣ କରୁଛି। ଶ୍ରୀ ଅରବିନ୍ଦ came to tell the world of beauty of the future that must be realized. ଶ୍ରୀ ଅରବିନ୍ଦ ପୃଥିବୀକୁ ଆସିଛନ୍ତି ଏ ପୃଥିବୀ କିପରି ସୁନ୍ଦର ହେବ। ଶ୍ରୀ ଅରବିନ୍ଦ is always with us, enlightening, guiding and protecting. ଭାଇ ଭଉଣୀ ମାନେ ଆଇ ସେଥିଲାଗି ସମାଧିକୁ ସ୍ପର୍ଶ କଲେ, ଫଟୋକୁ ସ୍ପର୍ଶ କଲେ, ତାଙ୍କ ଚେତନାରେ ବ୍ଲେସିଂଟା ଧରିଲେ ଆମେ ଅନୁଭବ କରୁ ଶ୍ରୀ ଅରବିନ୍ଦ is always with us, enlightening, guiding, protecting. ଶ୍ରୀ ଅରବିନ୍ଦ ଅଛନ୍ତି, ସବୁ କଥା ଶୁଣୁଛନ୍ତି, କାରଣ ତାଙ୍କର ଦାୟିତ୍ୱ ହଉଛି ମାଙ୍କୁ ପ୍ରତିଶୋଧ ଦେଇଛନ୍ତି I will come as a supramental child. ମୁଁ କେବେ ଛାଡ଼ିକି ଯିବିନି, ସୂକ୍ଷ୍ମରେ ଅଛନ୍ତି। ଶ୍ରୀ ଅରବିନ୍ଦ belongs to future. ଶ୍ରୀ ଅରବିନ୍ଦ ହେଉଛନ୍ତି ଭବିଷ୍ୟତର। He still shows us the way to follow in order to hasten the realization of glorious future fashioned by the divine will. ଶ୍ରୀ ଅରବିନ୍ଦ belongs to future. ଶ୍ରୀ ଅରବିନ୍ଦ ହେଉଛନ୍ତି ଭବିଷ୍ୟତର। He still shows us the way. ସେ ଆଜି ପର୍ଯ୍ୟନ୍ତ ଆମକୁ ରାସ୍ତା ବି ଦେଖାଉଛନ୍ତି to follow in order to hasten the realization of glorious future fashioned by the divine will. ମା 1968 ତାଙ୍କର 90ତମ ଜନ୍ମଦିନରେ କହିଲେ I came to India to meet Sri Aurobindo. Then I came to work with Sri Aurobindo. Then after his departure, I worked for the hasten of the future of the world, for progress of the world. Sri Aurobindo ମାନବ ହେଲେ। ଶ୍ରୀ ଅରବିନ୍ଦଙ୍କର ମାନବ ବିଜ୍ଞାନର ଚେତନାର ଏକ ସୀମା ଯୋଗ ଦେଲେ ଏବଂ ଯୋଉଟା ଚାଲିଲା ଏବଂ ମଣିଷ ହଉଛି ଗତକାଲିର, ଶ୍ରୀ ଅରବିନ୍ଦଙ୍କର ଚିନ୍ତା ହଉଛି ଆସନ୍ତାକାଲିର। ପୃଥିବୀ ଇତିହାସର ପ୍ରାରମ୍ଭରୁ ବିଶାଳ ପାର୍ଥିବ ରୂପାନ୍ତର ଗୁଡ଼ିକ ରୂପରେ ଅଧ୍ୟକ୍ଷକୁ ଗୋଟାଏ ରୂପରେ ବା ଅନ୍ୟ ରୂପରେ ଶ୍ରୀ ଅରବିନ୍ଦ ସବୁବେଳେ ଆସିଛନ୍ତି। ମାଙ୍କୁ ପଚରା ହେଇଥିଲା ଯେ ଆପଣମାନେ କଣ କରୁଥିଲେ ଆଗରୁ? ମା କହିଲେ ପୃଥିବୀ ଇତିହାସର ପ୍ରାରମ୍ଭରୁ ବିଶାଳ ପାର୍ଥିବ ରୂପାନ୍ତର ଗୁଡ଼ିକ ଉପରେ ଅଧ୍ୟକ୍ଷ କରି ଗୋଟାଏ ରୂପରେ ଗୋଟାଏ ଅନ୍ୟ ରୂପରେ ଶ୍ରୀ ଅରବିନ୍ଦ ସବୁବେଳେ ଆସିଛନ୍ତି। ସିନ୍ସ ଦି ବିଗିନିଂ we are here. ଯେତେବେଳେ ଜଗତରେ ଚେତନାର ପରିବର୍ତ୍ତନ ହେଇଛି ଆମେମାନେ ଅଛୁ, ତାମାନେ ମା ଶ୍ରୀ ଅରବିନ୍ଦ ଅଛନ୍ତି। ସେଇ ଜଳରୁ ଗୁଳ୍ମରୁ ଗଛ ଲତା କୀଟ ପତଙ୍ଗ ପଶୁ ପକ୍ଷୀ ଆଜି ଯୋଉ ମଣିଷ ସେ ସମୟରେ ବିବର୍ତ୍ତନରେ ସାହାଯ୍ୟ କରୁଛନ୍ତି। ତେଣୁ ଆମେ ବହୁତ ଭାଗ୍ୟବାନ ଯେ ଶ୍ରୀ ଅରବିନ୍ଦଙ୍କର এই ପବିତ୍ର ଜନ୍ମ ମାସରେ ତାଙ୍କର ଗୁଣ କୀର୍ତ୍ତନ କରୁଛେ, ତାଙ୍କ ବିଷୟରେ ଆମେ ଚିନ୍ତା କରୁଛେ ଏବଂ ଆପଣମାନେ এই କଥା ଶୁଣି ମାଙ୍କର ସହଯୋଗ କରୁଛନ୍ତି। ମାଙ୍କ ପାଖରେ ମୋର ଅହରହ ପ୍ରାର୍ଥନା ଆମ ସମସ୍ତଙ୍କର ମଙ୍ଗଳ ହଉ, ସମସ୍ତଙ୍କର ଜୟ ହଉ, ସମସ୍ତେ ଖୁସିରେ ରୁହନ୍ତୁ ଏବଂ ସମସ୍ତେ ମାଙ୍କର ଚେତନାରେ ଉଦ୍ବୁଦ୍ଧ ହୋଇ ଆହୁରି କିପରି ବ୍ୟାପକ ଭାବରେ କାମ ହବ ତା କଥା ଚିନ୍ତା କରନ୍ତୁ। ଜୟ ମା, ଜୟ ମା, ଜୟ ମା।